4 ଅଗଷ୍ଟ 2024 ଶ୍ରାବଣ ଅମାବାସ୍ୟା। କ'ଣ କ'ଣ ମାନିଲେ ଶୁଭ? ରବିବାର ପଡ଼ୁଛି। ସେଦିନ ସକାଳେ କିଛି ଖାଦ୍ୟ ରଖିଦିଅନ୍ତୁ ପକ୍ଷୀ ଉଦ୍ଦେଶ୍ୟରେ। ପ୍ରାତଃ କାଳରେ, ଦିନରେ ଅରୁଆ ଭାତ ଡାଲମା ହେଉ ବା କିଛି ଗୋଟେ ଯାହା ମାନିପାରୁଛନ୍ତି ଘରେ, ସେ ଖାଦ୍ୟରୁ କିଛି ଶ୍ରଦ୍ଧାର ସହିତ ଛାତ ଉପରେ କିମ୍ବା ଘର ବାହାରେ ରଖିଦିଅନ୍ତୁ। ପିତୃପୁରୁଷଙ୍କ ପାଇଁ ଶ୍ରଦ୍ଧାର ସହିତ ରଖନ୍ତୁ। ରଖିଦେବେ ମାନେ କ'ଣ? ଶ୍ରଦ୍ଧାର ସହିତ ରଖିବେ। ଶ୍ରାଦ୍ଧ କରିପାରିବେ। ଶ୍ରଦ୍ଧାରୁ ତ ଶ୍ରାଦ୍ଧ। କିଛି ନ କରିପାରିଲେ ବି ମୁଁ କହୁଛି, ଦକ୍ଷିଣ ଦିଗକୁ ଚାହିଁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ରଖିଦିଅନ୍ତୁ। ତାଙ୍କର ମନପସନ୍ଦର ଖାଦ୍ୟ କରିପାରନ୍ତି, ଯାହାକୁ ଆପଣ ଜାଣିଛନ୍ତି ଆଉ ସେ ନାହାନ୍ତି। ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରଖନ୍ତୁ, ପ୍ରଣାମ କରନ୍ତୁ ଦକ୍ଷିଣ ଆକାଶକୁ ଚାହିଁକି। ଚେଷ୍ଟା କରନ୍ତୁ ସେଦିନ ସନ୍ଧ୍ୟାରେ ବିଷ୍ଣୁ ମନ୍ଦିରରେ ଅଟା ଦାନ କରନ୍ତୁ। ଶକ୍ତି ମତେ ଯେତିକି ପାରୁଛନ୍ତି ଏତିକି ତ ଶ୍ରଦ୍ଧାର ସହିତ କରନ୍ତୁ। ନିଶ୍ଚୟ କଲ୍ୟାଣ ପ୍ରାପ୍ତ ହେବ।